କାହିଁକି ବଦଳିଲା ଫୋନ୍ର ଇଣ୍ଟରଫେସ୍? ବିନା ଅପଡେଟ୍ରେ କେମିତି ବଦଳିଗଲା ଫୋନ୍? ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲେ ଉପଭୋକ୍ତା। କିଛିଦିନ ତଳେ ଆଣ୍ଡ୍ରଏଡ୍ ଉପଭୋକ୍ତା ସେମାନଙ୍କ ଫୋନ୍ର ଡାୟଲର ଇଣ୍ଟରଫେସ୍ ହଠାତ୍ ବଦଳି ଯାଇଥିଲା। ଆଉ ଆଶ୍ଚର୍ଯ୍ୟକର କଥା ହେଉଛି, ଏହି ପରିବର୍ତ୍ତନ କୌଣସି ଆପ୍ ଅପଡେଟ୍ କିମ୍ବା ଅନୁମତି ବିନା ହୋଇଥିଲା। ରାତିରେ ଶୋଇ ସକାଳୁ ଉଠିବା ପରେ ଇଣ୍ଟରନେଟ୍ ସଂଯୋଗ କରିବାରୁ ଲୋକମାନେ ଦେଖିଥିଲେ ଯେ ସେମାନଙ୍କ ଫୋନ୍ ଆପ୍ ନିଜେ ନୂଆ ଡିଜାଇନ୍ରେ ବଦଳି ଯାଇଛି। ଏହି କାରଣରୁ ସୋସିଆଲ ମିଡିଆରେ ଅନେକ ଉପଭୋକ୍ତା ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଥିଲେ। ଗୁଗଲ ଫୋନ୍ ଆପ୍ର ପୁରା ଲେଆଉଟ୍ ବଦଳାଇ ଦେଇଛି। ଏବେ କଲ୍ ଲଗ୍ରେ ପୁରୁଣା ଢଙ୍ଗର ଗ୍ରୁପିଂ ଲିଷ୍ଟ ଦେଖାଯାଉନାହିଁ, ବରଂ ପ୍ରତି କଲ୍ ଅଲଗା ଅଲଗା ଦେଖାଯାଉଛି। କଲ୍ ହିଷ୍ଟ୍ରି ଏବଂ ଫେଭରାଇଟ୍ କଣ୍ଟାକ୍ଟକୁ ଗୋଟିଏ ସ୍ଥାନରେ ଅର୍ଥାତ୍ ହୋମ୍ ଟ୍ୟାବ୍ରେ ଯୋଡ଼ାଯାଇଛି। ଏହା ସହିତ କଲ୍ସ ଏବେ ଗୋଲ କୋଡ୍ ଥିବା କାର୍ଡ୍ସରେ ଦେଖାଯାଉଛି। ଏହା ବ୍ୟତୀତ ଏକ ନୂଆ ଫିଲ୍ଟର ସିଷ୍ଟମ ମଧ୍ୟ ଦିଆଯାଇଛି, ଯାହାଦ୍ୱାରା ମିସ୍ଡ କଲ୍, ସ୍ପାମ୍ ଏବଂ କଣ୍ଟାକ୍ଟକୁ ସହଜରେ ଅଲଗା କରାଯାଇପାରିବ। ଇନକଲ୍ ସ୍କ୍ରିନ୍ରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଛି। ଏବେ କଲ୍ ରିସିଭ୍ କିମ୍ବା କଟ୍ କରିବା ପାଇଁ ବଡ଼ ଗୋଲ ଏବଂ ଆୟତାକାର ବଟନ୍ ଦିଆଯାଇଛି। ଏହା ସହିତ ନୂଆ ଜେସ୍ଚର ସିଷ୍ଟମ ମଧ୍ୟ ଯୋଡ଼ାଯାଇଛି, ଯାହାଦ୍ୱାରା କଲ୍ ଉଠାଇବା କିମ୍ବା କାଟିବା ପାଇଁ ଉପଭୋକ୍ତା ସ୍ୱାଇପ୍ ଏବଂ ଟ୍ୟାବ୍ ଉଭୟ ବିକଳ୍ପ ବ୍ୟବହାର କରିପାରିବେ। ତେବେ ଏହି ପରିବର୍ତ୍ତନକୁ ଗୁଗଲ ସର୍ଭର ସାଇଡ୍ ଆକ୍ଟିଭେସନକୁ ଲାଗୁ କରିଛି, ଅର୍ଥାତ୍ କୌଣସି ଆପ୍ ଅପଡେଟ୍ ବିନା ଇଣ୍ଟରଫେସ୍ ବଦଳି ଯାଇଛି।